ଆଜି ସନ୍ଧ୍ୟା 7টাରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର। ବରଗଡ଼ ବୋରିଗୁମା 26 ନମ୍ବର ଜାତୀୟ ରାଜପଥ ଚେରୁପାଲି ସ୍କୁଲ ସମ୍ମୁଖରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ସାଲେଭଟା ଗ୍ରାମର କାଳୀଚରଣ ନାଗ, ଯାହାଙ୍କ ବୟସ 36 ବର୍ଷ, ଡୁଙ୍ଗୁରିପାଲି ରେଳ ଷ୍ଟେସନରେ 4ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି। ସବୁଦିନ ପରି କାମ ସାରି ଘରକୁ ଫେରନ୍ତି। ଆଜି ସନ୍ଧ୍ୟା 8টাରେ କାଳୀଚରଣ ଘରକୁ ଫେରୁଥିବା ବେଳେ ଚେରୁପାଲି ନିକଟରେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କୁସାମାଲ ଗ୍ରାମର ଦନାର ଘିବେଲାଙ୍କ 2 ପୁଅ ସୁଜିତ ଓ ଅଜିତ କୌଣସି କାମରେ ଘରକୁ ଫେରୁଥିଲେ। ଚେରୁପାଲି ସ୍କୁଲ ସମ୍ମୁଖରେ ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଏବଂ ପରିବାର ପକ୍ଷରୁ ସଙ୍ଗେ ସଙ୍ଗେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ କାଳୀଚରଣ ନାଗକୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କର ଛାତିରେ ମାଡ଼ ହୋଇଥିବା ସହ ମୁଣ୍ଡର ପଛପଟେ ଆଘାତ ହୋଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇଛି। ଅନ୍ୟ 2 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଛି। ଏହି ଖବର ଶୁଣି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ 2ଟି ଛୋଟ ଶିଶୁ ଥିବା ଜଣାଯାଇଛି। ଡାକ୍ତରଖାନାରେ ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପାଇଁ ବିନିକା ପଠାଯିବ ବୋଲି ପ୍ରକାଶ କରିଥିଲେ।